যদি ବର୍ଷା ଏତେ ସତୁଆ ଏତେ ସତ୍ୟବାଦୀ ତାହେଲେ ସେ ସତ କଥା କହୁନାହାନ୍ତି କ'ଣ ପାଇଁ? ତାଙ୍କ ଭିତରେ କ'ଣ ହେଇଛି? ଏଇଟା ସବୁ ସତ ବୋଲି କିଏ କହିବ? କାହିଁ ଫିଲ୍ମ କରିବା ପାଇଁ ତାଙ୍କର ଷ୍ଟୋରିକୁ ମୁଣ୍ଡେ ପୁରେଇ ରଖିଥିଲେ? ତ ଭାଇ ରାଣୀ ପଣ୍ଡାଙ୍କର ଏ ଅବସ୍ଥା ଦେଖି ଆଜି ସାରା ଓଡ଼ିଶା ତାଙ୍କ ପାଇଁ ଝୁରୁଛନ୍ତି, ହଁ କି ନାହିଁ ଫ୍ରେଣ୍ଡ? ଯଦି ହଁ, ଭିଡ଼ିଓଟି ଆଜି ଶେଷ ପର୍ଯ୍ୟନ୍ତ ଦେଖି ମୋତେ ଆପଣଙ୍କର ମତାମତ ଜଣାଇବେ। ठीक है। କାରଣ କିଛି ଦିନ ତଳେ ବର୍ଷାଙ୍କ ସହିତ ତାଙ୍କ ଫିଲ୍ମ ୱାଇଫ୍କୁ ନେଇ ଦୁଇ ଜଣ ନାରୀ ମାନେ ଯିଏକି ସେଥିରେ ଥିଲେ ଆମ ରାଣୀ ପଣ୍ଡା ବି ସେଥିରେ ଥିଲେ, ବର୍ଷା ପ୍ରିୟଦର୍ଶିନୀ, ଆଉ ଜଣେ ଥିଲେ ଜାଣିନି ତା ନା, ହେଲେ ମୁଁ ଭିଡ଼ିଓ ଦେଖେଇଦେବି, ସ୍କ୍ରିନ୍‌ସଟ୍ରେ ଆପଣ ଦେଖିନେବେ। ସେମାନେ ୱାଇଫ୍ ଫିଲ୍ମ ଯେତେବେଳେ ବାହାରିଥିଲା ସେତେବେଳେ ପୁରୁଷକୁ ନେଇ ମାନେ ଯେ ଡିଭୋର୍ସ ଦେଇସାରିଛନ୍ତି, ଯେଉଁ ସବୁ ପୁରୁଷ କି ନିର୍ଯାତନା ଦେଉଛନ୍ତି ବୋଲି ପୁରୁଷମାନଙ୍କ ଉପରେ ଯେଉଁ ଲାଞ୍ଛନ ଲଗାଉଥିଲେ ତାହାକୁ ନେଇ ମୁଁ କିଛି କହିବି। ପ୍ରଥମେ ତ ମୁଁ ରାଣୀ ପଣ୍ଡାକୁ ଏଇ ଅବସ୍ଥାକୁ ନେଇ ବହୁତ ଦୁଃଖିତ। ଏମିତି ଅବସ୍ଥା ହେବାରୁ ମୁଁ ବହୁତ ଦୁଃଖିତ। ଆଉ କ'ଣ ପାଇଁ ହେଇଛି ଆଜି ମୁଁ ଏ ଭିଡ଼ିଓରେ ପୁରା କହିବି। ଭାଇ ରାଣୀ ପଣ୍ଡା ଜଣେ ଯାତ୍ରାରେ କାମ କରେ, ଯାତ୍ରା କରି ସେ ଜନସେବା ବି କରନ୍ତି, ଜନସାଧାରଣଙ୍କୁ ସେବା ବି କରନ୍ତି, ମାନୁଛି। ରାଣୀ ପଣ୍ଡାଙ୍କ ଫ୍ୟାନ୍ ବି ଗୋଟେ ସେଲିବ୍ରିଟିଠୁ ବି କମ୍ ନୁହଁ, ତାଙ୍କର ଫ୍ୟାନ୍ ଫଲୋଇଂ ବି ବହୁତ ସାରା ଅଛନ୍ତି। ହେଲେ କଥା ହେଉଛି ଯେ ଏମିତି ଲୋକଙ୍କ ସହିତ ଏମାନେ ଯେତେବେଳେ ମିଶିଯାଆନ୍ତି ନା, ସେତେବେଳେ ୟାଙ୍କ ନିଜ କ୍ୟାରେକ୍ଟରକୁ ଭୁଲି ଯାଆନ୍ତି ଯେ ମୁଁ ଜଣେ ସମାଜସେବୀ, ଲୋକଙ୍କୁ ସେବା କରେ। କଥାରେ କହନ୍ତି ନା ସବୁ ଝିଅ ସମାନ ନୁହଁ, ସେମିତିକି ସବୁ ପୁଅ ବି ସମାନ ନୁହଁ। ଯେଉଁଭଳି ଭାବରେ ସେଦିନ ତୁମେ ଯେଉଁ ପୁରୁଷମାନଙ୍କ ଉପରେ ମାନେ ଏତେ କଥା କହୁଥିଲ, ବଢ଼େଇ କୁହ କି ଜାଣିକି କୁହ କି କେମିତି ବି କୁହ, କି ତୁମ ଉପରେ ବିତିଥିବା ସେଇ ସବୁ କଥାକୁ ନେଇକି ବି ତୁମେ କୁହ। ହେଲେ ସେଦିନ କଥା ଟିକେ ମନେ ପକାଅ। ଆଉ ସେଦିନ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ପଡ଼ିଛି, ତୁମେ ୟୁଟ୍ୟୁବରେ ପଡ଼ିଥିବ କି ଇନଷ୍ଟାଗ୍ରାମରେ ପଡ଼ିଥିବ, ତୁମେ ଯାଇ ଦେଖିନେବ କେମିତି ତୁମେ ପୁରୁଷ ଉପରେ ତୁମେ ମାନେ ମିଛ ଲାଞ୍ଚ ଲଗାଉଥିଲେ। ଯଦି ବର୍ଷା ଏତେ ସତୁଆ ଏତେ ସତ୍ୟବାଦୀ ତାହେଲେ ସେ ସତ କଥା କହୁନାହାନ୍ତି କ'ଣ ପାଇଁ? ତାଙ୍କ ଭିତରେ କ'ଣ ହେଇଛି? ଏଇଟା ସବୁ ସତ ବୋଲି କିଏ କହିବ? କାହିଁ ଫିଲ୍ମ କରିବା ପାଇଁ ତାଙ୍କର ଷ୍ଟୋରିକୁ ମୁଣ୍ଡେ ପୁରେଇ ରଖିଥିଲେ? ଏଇ ୱାଇଫ୍ ଫିଲ୍ମ ତିଆରି କରିବା ପାଇଁ ତିନିଟା ଫିଲ୍ମ ବାହାର କଲେ, ସବୁ ନାରୀ ନିର୍ଯାତନା ଉପରେ, ନାରୀ ସଚେତନ ଉପରେ, ନାରୀ ନିର୍ଯାତନା ଉପରେ ଫିଲ୍ମ କଲେ, ନାରୀ ଉପରେ କିଭଳି ପୁରୁଷମାନେ ଅତ୍ୟାଚାର କରନ୍ତି। ଆଉ ଫିଲ୍ମ ନଥିଲା, ଆଉ କାହାଣୀ ନଥିଲା, ନା ଆଉ ଷ୍ଟୋରି ମିଳୁନାହିଁ। ଆଉ ଶସ୍ତା ଷ୍ଟୋରି ବନେଇ ତମେ ମାନେ ଫିଲ୍ମ କରି ନା ପୁରୁଷ ଉପରେ ସବୁ ଲଗେଇ ଦେଉଛ ଲାଞ୍ଛନ, ଯେ ସବୁ କିଛି ପୁରୁଷଙ୍କର ଦୋଷ। ମାନନ୍ତୁ, ନିଜ ହାର ମାନନ୍ତୁ। ପୁରୁଷମାନେ ଆସି ସବୁ ଯେ ଡିଭୋର୍ସ କରିଥିଲେ ତାକୁ ଆସି କ୍ଷମା ମାଗନ୍ତୁ। ତମର ଆଜି ଏଇ ଅବସ୍ଥା ହେଇଛି ନା, ମୁଁ ତ କହିବି ଭଗବାନଙ୍କୁ ଯେଉଁ ସବୁମାନେ ମାନନ୍ତୁ ନା, ମୋର ଯେଉଁ ସବସ୍କ୍ରାଇବର ମାନଙ୍କୁ ମୁଁ କହୁଛି, ଯେଉଁମାନେ ରାଣୀ ପଣ୍ଡାଙ୍କର ଫ୍ୟାନ୍ ସେମାନଙ୍କୁ ମୁଁ କହୁଛି, ଯଦି ଭଗବାନଙ୍କୁ ମାନ ନା, ତାହେଲେ ରାଣୀ ପଣ୍ଡାଙ୍କର ଆଜି ଏଇ ଅବସ୍ଥା ହେବାର ନା, ସେ ଭଗବାନଙ୍କର ବି ହାତ ଥିବ। କାରଣ ସେଦିନ ମିଛ ଲାଞ୍ଚନରେ ପୁରୁଷମାନଙ୍କ ଉପରେ ନିର୍ଯାତନା କଥା କହି ଯେଉଁଭଳି ଭାବରେ ମଜାକ ଉଡ଼ଉଥିଲେ ନା ଆମ ଭଳି ପୁରୁଷମାନଙ୍କ ଉପରେ, ତ ସେଦିନର ଭିଡ଼ିଓ ତୁମେ ଦେଖିନିଅ କ'ଣ କହିଥିଲା ସେଦିନ ଆଉ କେମିତି ମଜା ନେଇଥିଲା। ନୁହଁ, ଏଟା ରିଏଲ କାହାଣୀଟା। ନିଜର ଦୋଷଟାକୁ ନିଜେ ଯୋଉ ଦୋଷ କରୁଛନ୍ତି ସ୍ୱୀକାର କରନ୍ତୁ। ଏବେ ତୁମେ କୁହ କ'ଣ କହିବ ଏମାନଙ୍କୁ? ନିଜ କ୍ୟାରେକ୍ଟର ଉପରେ ନିଜେ ଝାଙ୍କିକି ଦେଖିବେନି। ରାଣୀ ପଣ୍ଡା ଜଣେ ଭଲ ମଣିଷ ମୁଁ ଜାଣିଥିଲି, ଆଗରୁ ବି ଜାଣିଛି, ଏବେ ବି ଜାଣିଛି ଭଲ ମଣିଷଟିଏ। ହେଲେ ଏଇଭଳି ମଣିଷଙ୍କ ସହିତ ମିଶି ସେ ଆଜି ନିଜକୁ ଏମିତି ଅବସ୍ଥା କରିଛନ୍ତି। ଆଉ ତା ସହିତ ତ ତାଙ୍କର ଯେଉଁ ବୟଫ୍ରେଣ୍ଡ ଭାଇ ବିକ୍ରମ ନା କିଏ ତା ନା ଜାଣିନି, ଭଲ ପାଇକି ଯାହା କ'ଣ ମେଡ଼ିସିନ ଖାଇକି ହେଇଥିବ, ମୁଁ ଏତେ କିଛି କହିବାକୁ ଚାହେଁ ନା। ମୁଁ କହିବି ଭଗବାନ ବିନା ଗଛର ପତ୍ର ହଲେନି, ଆମେ ସମସ୍ତେ ଜାଣିଛୁ। ଆମେ ସମସ୍ତେ ଭଗବାନଙ୍କୁ ବିଶ୍ୱାସ ବି କରୁ। ଆମେ ଜାଣିଛେ ଭଗବାନଙ୍କ ବିନା ଗଛର ପତ୍ର ବି ହଲେନି। ଯାହାଫଳରେ ଆଜି ରାଣୀମାନଙ୍କର ଏଇ ଅବସ୍ଥା। ମୁଁ କହିବି ଆଜି ରାଣୀମାନଙ୍କର ଯେ ଅବସ୍ଥା ହେଇଛି ନା, ତାଙ୍କର କର୍ମର ଫଳ ହିଁ ହେଇଛି। ତାରି ଫଳରେ ଆଜି ରାଣୀ ପଣ୍ଡାଙ୍କର ଏଇ ଅବସ୍ଥା। ଏତେ ସମୟଦାର ଲୋକ ସେଦିନ ପୁରୁଷକୁ ନେଇକି ଏତେ କଥା କହିଲ, ପୁଣି ଆସି ସେଇ ଭୁଲ କରୁଛ। ଭାଇ କ'ଣ କହିବି ତୁମମାନଙ୍କୁ, ମୁଁ ନିଜେ ଜାଣିନି। କଣ୍ଟ୍ରୋଭର୍ସି ତ ଏନି ଟାଇମ୍ 12 ମାସରେ ମାନେ ତୁମେ ଟୋଟାଲି କଣ୍ଟ୍ରୋଭର୍ସିରେ ରହୁଛ, ଡୁବି ରହୁଛ। ସେ ଯାତ୍ରାରେ ହେଉ କି ରିଏଲ୍ ମାନେ
रियल टाइप रे जो छोट मोट कौन कर बैट दे कि जहाँ से हो कौन सी कम तुम कम नुह आउ कह गोटे कथा जहाँफल आज रानीपंडकर ये अवस्था है भाई तुम तो मनीष भितर नुह मनीष को चिन्ह पाइलानी रानीपंडा भाया मनीष ताको तुम छाड़ी सहित एमती कम कर ठीक करन ठीक अच्छे से एक्चुअली भल मनीष मुझे जानी हेले कौन कहबी टिके पैसा पाई एमाने केते तलक फसी जाए कौन कहबी बाकी रानीपंडा फैन मान ये भिडियोटी करी मुझे रानीपंडा फैन सदा बेले रानीपंडा को नहीं कहती सत कथा कहबी ये जहाँ किसी भी है रानीपंडा सहित तांकर किया कर्मर फल पाई आउ कि ना बाकी मुझे भिडियो कर गोटे उद्देश्य अच्छी जे भाई जहाँ भी करुच ना भावे चिंती कर भल मनीष सहित मिस आ भल किसी जहाँ भी कर सोशल वर्क कर भल वीडियो भी तुम सोशल मीडिया पोस्ट कर गाली गुलाज भी कर सब किसी कर तार तो फल भोग पड़ो ना दिने भी हेले भी तो भोग पड़ो ता बगीचा से बाकी सुधरी जाओ भल कर्म कर भल फल मिल अनुभव भाई मु कहबी ये तो रानीपंडा सहित किसी ना से दिन जो भिडियोटा आप देखी नथिबे मु कहूँ प्लीज जाकि से भिडियो देखु तुमको भी निजक हस लगे भाई जोकर टू भी हीन कथा कहते माने जोकर टू भी हीन कथा कहते माने सबू पुओ मान सहित तुलना कले आपण को ठीक अच्छे भिडियो आज ये देखा नुआ भिडियो से पद रही जय जगन्नाथ भलर थे समस्ते धन्यवाद।